ବଶମ୍ ଭକମ୍ ବଶଃ ଏହି ତିନୋଟି ଶବ୍ଦ ଦ୍ୱାରା ଆପଣ କାହାକୁ ବି ସମ୍ମୋହନ କରିପାରିବେ। କେଉଁ ବି ଝିଅକୁ ବଶୀକରଣ କରିପାରିବେ। କେବଳ ଆପଣଙ୍କୁ ସକାଳ ହେବା ମାତ୍ରେ ତା ସାମ୍ନାରେ ବଶମ୍ ଭକମ୍ ବଶଃ ଏହି ତିନୋଟି ଶବ୍ଦକୁ 3 ଥର କହିବାର ଅଛି। ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କର ଗୁଲାମୀ କରିବ, ଆପଣଙ୍କର ଇସାରାରେ ନାଚିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। କେବଳ ଆପଣଙ୍କୁ ତା ସାମ୍ନାରେ ବଶମ୍ ଭକମ୍ ବଶଃ ଏହି ତିନୋଟି ଶବ୍ଦକୁ 3 ଥର ପଢ଼ିବାର ଅଛି। ସେହି ସମୟଠାରୁ ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ପାଗଳି ପରି ଆପଣଙ୍କୁ ଭଲ ପାଇବ। ହଁ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କର ଇଚ୍ଛା ଥିବ କେଉଁ ନା କେଉଁ ଝିଅ ବା ବିବାହିତା ନାରୀକୁ ପଟେଇବା ପାଇଁ, ତାକୁ ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ଏମିତି ଏକ 3ଟି ଶବ୍ଦର ବଶୀକରଣ ମନ୍ତ୍ର ନେଇ ଆସିଛି। ଏହି 3ଟି ଶବ୍ଦ ଆପଣ ପଢ଼ିବା ମାତ୍ରେ ଯେଉଁ ଝିଅ ବା ବିବାହିତା ନାରୀକୁ ଆପଣ ଭଲ ପାଉଛନ୍ତି ତାକୁ ମୁହୂର୍ତ୍ତକ ଭିତରେ ନିଜ ଆଡ଼କୁ ଆକର୍ଷିତ କରିପାରିବେ, ତାକୁ ପଟେଇ ପାରିବେ। କେବଳ ଆପଣଙ୍କୁ ସକାଳ ହେବା ମାତ୍ରେ ବଶମ୍ ଭକମ୍ ବଶଃ ଏହି 3ଟି ଶବ୍ଦକୁ ତା ସାମ୍ନାରେ 3 ଥର ପଢ଼ିବାର ଅଛି। ଗ୍ୟାରେଣ୍ଟି ଦେଉଛି ସେହି ସମୟଠାରୁ ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ଝିଅ ପଟେଇବାକୁ ଚାହୁଁଛନ୍ତି କିମ୍ବା କେଉଁ ବି ବିବାହିତା ନାରୀଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଦେଖିବେ। କାହିଁକି ନା ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ବିନା ମନ୍ତ୍ରତନ୍ତ୍ରରେ ନାରୀ ମୋହିନୀ ବଶୀକରଣ ବିଦ୍ୟା, ଯାହାକୁ ପ୍ରୟୋଗ କରି ଆପଣ ଭଲ ପାଉଥିବା କେଉଁ ବି ଝିଅ ବା ନାରୀକୁ ପଟେଇ ପାରିବେ, ତାକୁ ନିଜ ବଶରେ କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କୌଣସି ପ୍ରକାର ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ବିନା ମନ୍ତ୍ର, ବିନା ତନ୍ତ୍ର, ବିନା କିଛି ଜିନିଷ ଖୁଆଇ ପିଆଇ ନିଜ ପସନ୍ଦର ଝିଅ ବା ନାରୀକୁ ନିଜ ବଶରେ କରିପାରିବେ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଆପଣ ଏହି ବଶୀକରଣକୁ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କର ବଶରେ ହୋଇଯିବ, ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ମଧ୍ୟ ନିଜ ବଶରେ କରିପାରିବେ। ତାକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ ବେଶୀ କିଛି କଷ୍ଟ କାମ କରିବାକୁ ପଡ଼ିବନି। କେବଳ ମୁଁ ଆପଣଙ୍କୁ କିଛି ପ୍ରୟୋଗ ବିଧି ବତେଇବି। ଆପଣ ସେହି ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବେ, ତାପରେ ଦେଖିବେ ଚମତ୍କାର। ଏଥିରେ ଆପଣଙ୍କୁ କୌଣସି ପ୍ରକାର ପରିଶ୍ରମ କରିବାକୁ ପଡ଼ିବନି। କେବଳ 3ଟି ଶବ୍ଦ ସେହି ଝିଅ ବା ନାରୀର ସାମ୍ନାରେ ପଢ଼ିବାର ଅଛି, ବଶମ୍ ଭକମ୍ ବଶଃ। ହଁ ଫ୍ରେଣ୍ଡସ୍, ଏହି 3ଟି ଶବ୍ଦକୁ ତାର ସାମ୍ନାରେ ପଢ଼ିବାର ଅଛି। ଯେମିତି ଆପଣ ଏହି ଶବ୍ଦକୁ ପଢ଼ିବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଠିକ୍ ଅଛି, ତେବେ ଏହି ଶବ୍ଦକୁ ଆପଣ କିପରି ପଢ଼ିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ବତେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ବତେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। ବିଧିଟି ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଅନୁରୋଧ କି ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିବେ। ମନେ ରଖନ୍ତୁ, ବିଧିଟି ଜାଣିବା ପୂର୍ବରୁ କିଛି ବିଶେଷ କଥା ଜାଣି ରଖନ୍ତୁ। ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି କାମ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ 100ରୁ 100% ସଫଳ ହେବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଦେଖନ୍ତୁ, ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ,
ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା ତାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ତନ୍ତ୍ର ମନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧି ଠିକ୍ ଭାବରେ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ 100ରୁ 100% ସଫଳ ହେବେ। ଯଦି ଗୋଟିଏ ଥରରେ ହେଉନି, ଦ୍ୱିତୀୟ ଥର ଚେଷ୍ଟା କରନ୍ତୁ, ନିହାତି ଭାବେ ସଫଳ ହେବେ। ଠିକ୍ ଅଛି, ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣ ଆପଣ କିପରି କରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ ବେଶୀ କିଛି ସାମଗ୍ରୀର ଆବଶ୍ୟକ ନାହିଁ। କେବଳ ଆପଣ ଖଣ୍ଡେ ସାଧା କାଗଜ ଆଣିବେ, କଳା ରଙ୍ଗର କଲମ ଆଣିବେ, ଆଉ ଅଳ୍ପ ଟିକେ ଲାଲ ସିନ୍ଦୁର ଆଣିବେ। ଏତିକି ଜିନିଷ ସାହାଯ୍ୟରେ ଆପଣ ସେ ଝିଅ ବା ବିବାହିତା ନାରୀକୁ ବଶୀକରଣ କରିପାରିବେ। ଠିକ୍ ଅଛି, ବିଧିଟି କରିବା ପୂର୍ବରୁ ଆପଣ ଭଲ ଭାବରେ ହାତ ଗୋଡ଼ ମୁହଁ ଧୋଇ ସଫା ବସ୍ତ୍ର ପିନ୍ଧି ଆପଣ ଏହି ବଶୀକରଣକୁ ଆରମ୍ଭ କରିବେ। ମନେ ରଖନ୍ତୁ, ଏହି ବଶୀକରଣକୁ ଆପଣ ରାତି 8ଟାରୁ ରାତି 11ଟା ମଧ୍ୟରେ କରିବେ। ଠିକ୍ ଅଛି, ଏହିସବୁ ସାମଗ୍ରୀ ଆଣିସାରିବା ପରେ ଆପଣ ନାଲି ରଙ୍ଗର ଆସନ ପକାଇକି ଦକ୍ଷିଣ ଦିଗକୁ ମୁହଁ କରିକି ବସି ପଡ଼ିବେ। ଧ୍ୟାନ ରଖିବେ ଯେମିତି ଆପଣଙ୍କୁ କେହି ଦେଖିବେନି କିମ୍ବା ଅଧାରୁ ଡାକିବେନି। ତାପରେ ଯେଉଁ କାଗଜ ଆଣିଛନ୍ତି ସେହି କାଗଜରେ ଆପଣ କଳା କଲମର ସାହାଯ୍ୟରେ ଏହି 3ଟି ଶବ୍ଦ ଲେଖିବେ, ବଶମ୍ ଭକମ୍ ବଶଃ। ଏହି 3ଟି ଶବ୍ଦକୁ ଲେଖିବେ। ଲେଖିସାରିବା ପରେ ଆପଣ କ'ଣ କରିବେ, ତା ଉପରେ ଅଳ୍ପ ଟିକେ ଲାଲ ସିନ୍ଦୁର ପକାଇଦେବେ। ତାପରେ ଆଖି ବନ୍ଦ କରିକି ସେଇ ଝିଅ ବା ସ୍ତ୍ରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ଭାବି ସାରିବା ପରେ ଆପଣ ବଶମ୍ ଭକମ୍ ବଶଃ, ବଶମ୍ ଭକମ୍ ବଶଃ, ବଶମ୍ ଭକମ୍ ବଶଃ ଏହିପରି ଏହି ଶବ୍ଦକୁ 51 ଥର ପଢ଼ିବେ। 51 ଥର ପଢ଼ି ସାରିବା ପରେ ଆପଣ କ'ଣ କରିବେ, ସେ କାଗଜରେ ଗୋଟିଏ ଥର ଫୁଙ୍କିଦେବେ। ଏତିକି କରିସାରିବା ପରେ ସେ କାଗଜକୁ ଭଲ ଭାବରେ ମୋଡ଼ିକି ନିଜର ତକିଆ ତଳେ ରଖିକି ଶୋଇପଡ଼ିବେ। ତା ପରଦିନ ଆପଣ ଯେତେବେଳେ ଉଠିବେ, ସକାଳୁ ଯେତେବେଳେ ଉଠିବେ, ସେଇ ଝିଅ ବା ନାରୀର ସାମ୍ନାକୁ ଯିବା ପର୍ଯ୍ୟନ୍ତ ଆପଣ ତାକୁ ମନେ ମନେ ଭାବୁଥିବେ। ହଁ ଫ୍ରେଣ୍ଡସ୍, ମନେ ରଖନ୍ତୁ, ସେ ଯେଉଁ କାଗଜରେ ଆପଣ ମନ୍ତ୍ର ଲେଖିକି ତକିଆ ତଳେ ରଖିଛନ୍ତି, ତାକୁ ଆପଣ ତକିଆ ତଳୁ କାଢ଼ିବେ। ତାକୁ ସେଇ କାଗଜକୁ ଭଲ ଭାବରେ ମୋଡ଼ିକି ନିଜ ପକେଟ ବା ମନି ପର୍ସରେ ରଖିଦେବେ। ତାପରେ ଆପଣ କ'ଣ କରିବେ, ସେଇ ଝିଅ ବା ନାରୀର ସାମ୍ନାକୁ ଯିବା ପର୍ଯ୍ୟନ୍ତ ତାକୁ ମନେ ମନେ ଭାବୁଥିବେ। ସକାଳୁ ଆପଣ ତାକୁ ମନେ ମନେ ଭାବୁଥିବେ ଯେମିତି ଆପଣ ସେ ଝିଅ ବା ନାରୀକୁ ନିଜ ସାମ୍ନାରେ ଦେଖିବେ। ବଶମ୍ ଭକମ୍ ବଶଃ, ବଶମ୍ ଭକମ୍ ବଶଃ, ବଶମ୍ ଭକମ୍ ବଶଃ ଏହି 3ଟି ଶବ୍ଦକୁ ଏହିପରି 3 ଥର ପଢ଼ିଦେବେ। ଗ୍ୟାରେଣ୍ଟି ଦେଉଛି ସେହି ସମୟଠାରୁ ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ସନ୍ଧ୍ୟା ସୁଦ୍ଧା ସିଏ ନିଜେ ଆପଣଙ୍କୁ ଫୋନ୍ କରିବ, ନହେଲେ ନିଜେ ଆସି ଆପଣଙ୍କ ସହିତ କଥା ହେବ। ଧନ୍ୟବାଦ।